ବଜ୍ରପାତରେ 5 ବର୍ଷ ନାବାଳକଙ୍କ ମୃତ୍ୟୁ ଅଭିଯୋଗ। ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଅଞ୍ଚଳରେ ବଜ୍ରପାତରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ଉକ୍ତ ଥାନା ଅଧିକ ଛାତନା ପଞ୍ଚାୟତ ପଳାଶପଦା ଗ୍ରାମର ରକି ଟୁଡୁ। ରକିଙ୍କ ମାମୁଁ କାନ୍ଦ୍ରା ମୁର୍ମୁଙ୍କ କହିବା ମୁତାବକ ଆଜି ସୋମବାର ଅପରାହ୍ନ 4ଟା ସମୟରେ ରକି ଘର ବାଣ୍ଡାରେ ଖେଳୁଥିବା ସମୟରେ ବଜ୍ରପାତ ମାରିବା ଫଳରେ ଗୁରୁତର ହୋଇଥିଲେ। ପରିବାର ଲୋକେ 108 ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ ସୁଦ୍ଧା ସଠିକ୍ ସମୟରେ ଆମ୍ବୁଲାନ୍ସ ପହଞ୍ଚି ନ ପାରିବାରୁ ରକିକୁ ଏକ ବାଇକ୍ ଯୋଗେ 12 ମାଇଲ ସ୍ଥିତ କିଷାନତାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ମଧ୍ୟ ଡାକ୍ତର ରକିକୁ ମୃତ ଘୋଷଣା କରିଥିଲେ। ତେବେ ରକିଙ୍କ ପରିବାର ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ବିଭିନ୍ନ ମହଲରୁ ଦାବି। नाम कांद्रा मुर्मू घर है डाकोई घटना मो भौणी घर को जाइली भौणी घर को देखा जाइली भौणी केमती अच्छा बोली लाइटिंग 4:30 बेले आसला 4टा बेले आसला पिलाटा बारंडार बुलूला लाइटिंग है टोली पड़े छुआटा हाँ 5.5 वर्ष हम हाँ बाहर बारंडार खेलुले पिंडारे लाइटिंग रे टोली पड़ला बेलू आम सागे सागे देखलु देखला 108 को फोन मारे 108 विलम्ब कला सत्ते आम मोटरसाइकेल 12 माइल सीएससी को पहुँचे किसान थाना रिसीव डेट कले भणजा हुए रकी टुडू अंगनवाड़ी थे।